ସମସ୍ତଙ୍କୁ ଓଁ ସାଇରାମ ଆଶା କରୁଛି। ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ପିତୃପକ୍ଷ ଉପଲକ୍ଷେ ଝିଅ ବୋହୂମାନେ ମାସିକ ଧର୍ମ ପଡ଼ିଥିବା ସମୟରେ ପିତୃପୂଜନ, ପିତୃମାନଙ୍କୁ ଜଳ ଅର୍ପଣ, ପିତୃମାନଙ୍କର ଭୋଜନ ତିଆରି କରି ପିତୃମାନଙ୍କୁ ଭୋଜନ ଅର୍ପଣ କରିପାରିବେ ନା ନାହିଁ। ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚୟ ଜାଣିପାରିବେ। ମାସିକ ଧର୍ମ ପଡ଼ିବା ସମୟରେ ଝିଅ ବୋହୂମାନେ ପିତୃମାନଙ୍କର ପୂଜା କରିପାରିବେ ନା ନାହିଁ, ସବୁ କିଛି ଏହି ଭିଡ଼ିଓରେ ହିଁ ଜାଣିପାରିବେ। ଆଉ କିପରି ପିତୃମାନଙ୍କୁ ପୂଜା କରାଯାଏ ତା ମଧ୍ୟ ଜାଣିପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓ ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଆଜି ଶୁଣିବା ଝିଅ ବୋହୂମାନେ ମାସିକ ଧର୍ମ ପଡ଼ିବା ସମୟରେ ପିତୃମାନଙ୍କ ପାଇଁ ଭୋଜନ ତିଆରି କରିବା ଆଦୌ ଉଚିତ ନୁହେଁ। ଅଶୁଦ୍ଧ ଅବସ୍ଥାରେ ଭୋଜନ ତିଆରି କରି ଅର୍ପଣ କଲେ ପିତୃଗଣ ଗ୍ରହଣ କରିନଥାନ୍ତି। ଘରେ ଯଦି ଆଉ କେହି ସଦସ୍ୟ ଥାଇ ପିତୃଗଣଙ୍କ ପାଇଁ ଭୋଜନ ତିଆରି କରି ଭୋଜନ ଅର୍ପଣ କଲେ ପିତୃଗଣ ପାଇଥାନ୍ତି। ଝିଅ ବୋହୂମାନଙ୍କର ମାସିକ ଧର୍ମ 5 ଦିନ ପୁରିଗଲେ ପିତୃଗଣଙ୍କ ପାଇଁ ସ୍ନାନ କରି ତାଙ୍କୁ ପୂଜା ଭୋଜନ ତିଆରି କରି ଭୋଜନ ଅର୍ପଣ କରିପାରିବେ। 5 ଦିନ ହେଲା ମାତ୍ରେ ଶୁଦ୍ଧ ହୋଇଯାନ୍ତି। ଶ୍ରାଦ୍ଧ ଦିନ ସମୟରେ ଯଦି ଝିଅ ବୋହୂମାନଙ୍କର ମାସିକ ଧର୍ମ ପଡ଼ିଥାଏ ତାହେଲେ ଚିନ୍ତା କରନ୍ତୁ ନାହିଁ। ଯେତିକି ବ୍ରାହ୍ମଣଙ୍କୁ ଅର୍ପଣ କରିବାକୁ ଚାହୁଁଛନ୍ତି ଶୁଖା ସାମଗ୍ରୀ ଅର୍ପଣ କରି କପଡ଼ା ଅର୍ପଣ କରନ୍ତୁ, କିନ୍ତୁ ସେ ଜିନିଷ ସବୁ ବ୍ରାହ୍ମଣଙ୍କ ଘରକୁ ପହଞ୍ଚାଇ ଦିଅନ୍ତୁ, ନତୁବା ବ୍ରାହ୍ମଣଙ୍କୁ ଘରକୁ ଡାକି ଶୁଖା ଜିନିଷ ସବୁ ଭୋଜନ କରିବାକୁ ଦିଅନ୍ତୁ ଆଉ କପଡ଼ା ଅର୍ପଣ କରନ୍ତୁ। ଶ୍ରାଦ୍ଧ ଦିନ ସମୟରେ ପୁତ୍ର ନିଜର ସ୍ୱାମୀ ପରିବାରର ସବୁ ସଦସ୍ୟଙ୍କୁ ଡାକି ଅଗ୍ନିରେ ଗୁଡ଼ ଆଉ ଘିଅ ଅର୍ପଣ କରି ପିତୃମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିପାରିବେ। ଶ୍ରାଦ୍ଧ ଦିନ ଗାଈ ଗୋରୁ ପଶୁ ପକ୍ଷୀଙ୍କୁ ମଧ୍ୟ ଭୋଜନ ଗ୍ରହଣ କରିବା ପାଇଁ ଦେଇପାରିବେ। ଯଦି 15 ଦିନ ପର୍ଯ୍ୟନ୍ତ ପିତୃମାନଙ୍କୁ ପୂଜା କୌଣସି କାରଣବଶତଃ କରିପାରିନାହାନ୍ତି ତାହେଲେ ମହାଳୟା ଦିନ ବ୍ରାହ୍ମଣଙ୍କୁ ଡାକି ଖୁସି ଅନୁସାରେ ନିଜର ସାମର୍ଥ୍ୟ ଅନୁସାରେ ଦାନ ଦକ୍ଷିଣା ଦେଇ ଭୋଜନ କରାଇ ଆପଣମାନେ ପିତୃଲୋକଙ୍କଠାରୁ ଆଶୀର୍ବାଦ ପାଇପାରିବେ। ଝିଅ ବୋହୂମାନେ ମାସିକ ଧର୍ମ ହେବା ସମୟରେ ଭଗବାନ କିମ୍ବା ପିତୃଗଣଙ୍କୁ କେବେ ବି ଭୋଜନ ଅର୍ପଣ କରନ୍ତୁ ନାହିଁ କି ତାଙ୍କ ଆସ୍ଥାନକୁ ଯାଆନ୍ତୁ ନାହିଁ, ଶୁଦ୍ଧ ହୋଇକି ଯାଇପାରିବେ। ପିତୃପକ୍ଷର ପ୍ରଥମ ଦିନ ଆମ ନିଜ ପରିବାରର ସୁଖ ଶାନ୍ତି ସମୃଦ୍ଧି ଉନ୍ନତି ପାଇଁ ପିତୃଗଣଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ପିତୃଙ୍କ ପାଇଁ ଦେଶୀ ଘିଅର ଲମ୍ବା ସଳିତାରେ ଦୀପ ଜାଳି ଦକ୍ଷିଣ ଦିଗକୁ ମୁହଁ କରି ଆକାଶକୁ ଚାହିଁ ପିତୃଗଣଙ୍କୁ ଆହ୍ୱାନ କରନ୍ତୁ। ସେମାନେ ଆମ ଏହି ପୁରକୁ ଆସିବା ପାଇଁ ଖୁସି ହୋଇ ସେହି ଦୀପର ଆଲୁଅରେ ତାଙ୍କୁ ଆସିବାକୁ ସୁବିଧା ହୋଇଥାଏ। ସେଥିପାଇଁ ପିତୃପକ୍ଷର ପ୍ରଥମ ଦିନ ସମସ୍ତେ ଏପରି ଦୀପ ଜଳାଇ ପିତୃମାନଙ୍କୁ ଆହ୍ୱାନ କରନ୍ତି। 15 ଦିନ ପର୍ଯ୍ୟନ୍ତ ଆମ ସାଥିରେ ସେମାନେ ରହି ଆମ ପରିବାରର ସୁଖ ଶାନ୍ତି ଆଶୀର୍ବାଦ ଦେବା ପାଇଁ ସେ ଆମ ସାଥିରେ ସବୁବେଳେ ରହିଥାନ୍ତି। ଆମେ ତାଙ୍କୁ ଦେଖି ପାରୁନାହୁଁ, ଏହା ହେଉଛି ଦୁଃଖର କଥା। କିନ୍ତୁ ଶ୍ରାଦ୍ଧ ଦିନ ୟା ମହାଳୟା ଦିନ ବ୍ରାହ୍ମଣଙ୍କୁ ଡାକି ଖୁସିରେ ଭୋଜନ କରାଇ ଯେତିକି ସାମର୍ଥ୍ୟ ସେତିକି ଅର୍ପଣ କରି ପିତୃଗଣଙ୍କଠାରୁ ଆମେ ଆଶୀର୍ବାଦ ପାଇଥାଉ। ଆଉ ମହାଳୟା ଦିନ ସେମାନେ ଆମକୁ ଆଶୀର୍ବାଦ ଦେଇ ତାଙ୍କ ପୁରକୁ ଚାଲି ଯାଇଥାନ୍ତି। ପିତୃପକ୍ଷରେ ଶ୍ରାଦ୍ଧ ଦିନ ଦ୍ୱିପ୍ରହରେ 12 ବଜେ ପିତୃମାନଙ୍କର ଶ୍ରାଦ୍ଧ କରନ୍ତୁ। ଦକ୍ଷିଣ ଦିଗରେ ମୁହଁ କରିକି ବାମ ପାଖରେ ପଛ କରିକି ଆସନରେ ବସି
ତମ୍ବା ବର୍ତ୍ତନରେ ଜଳ, ଗଙ୍ଗା ଜଳ, ଧଳା ଫୁଲ, ରାଶି, ଚାଉଳ, ଗାଈର ଦୁଧ ସେଥିରେ ଢାଳନ୍ତୁ। ଡାହାଣ ହାତରେ କୁଶ ଘାସ ଧରନ୍ତୁ। ଜଳ ନେଇକି ଅଙ୍ଗୁଠିରେ 11 ଥର ଅର୍ପିତ କରନ୍ତୁ। ଜଳୁଥିବା କୁଣ୍ଡରେ ଗୁଡ଼, ଘିଅ, କ୍ଷୀର ପୁଡ଼ି ଅର୍ପଣ କରନ୍ତୁ। ହାତରେ ଜଳ ନେଇକି ଅଙ୍ଗୁଠିରେ ପିତୃମାନଙ୍କର ନାମ ନେଇ ଅର୍ପଣ କରନ୍ତୁ। ଗାଈ, କୁକୁର, କୁଆ, ଚିଟିଆ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ପିତୃପକ୍ଷରେ ପିତୃମାନଙ୍କର ଶ୍ରାଦ୍ଧ ଏଇଥିପାଇଁ କରାଯାଏ କି ଆମକୁ ପିତୃଦୋଷ ନ ଲାଗୁ, ଆମ ପରିବାର ସୁଖ ଶାନ୍ତିରେ ରହୁ, ଆମ ପରିବାର ଉନ୍ନତି କରୁ, ହସ ଖୁସିରେ ପିତୃଗଣଙ୍କର ଆଶୀର୍ବାଦରେ ଭର୍ତ୍ତି ହୋଇଯାଉ ବୋଲି ଆମେ ସମସ୍ତେ ପିତୃଗଣଙ୍କୁ ପିତୃପକ୍ଷରେ ତାଙ୍କୁ ପୂଜା କରି ଦାନ ଦକ୍ଷିଣା ଦେଇ ଆଶୀର୍ବାଦ ଗ୍ରହଣ କରିଥାଉ। ଅର୍ପଣ ସମୟରେ କୁଶ, ଅକ୍ଷତ, କଲା ରାଶି ଏହିପରି ଭାବରେ ଦରକାର ପଡ଼ିଥାଏ। ଅର୍ପଣ ସମୟରେ ପୂର୍ବ ଦିଗକୁ ମୁହଁ କରି ଦେବତାମାନଙ୍କୁ ଅକ୍ଷତରେ ତର୍ପଣ କରାଯାଏ। ତାପରେ କୁଶକୁ ଧରି ଋଷିମାନଙ୍କୁ ତର୍ପଣ କରନ୍ତି। ଦକ୍ଷିଣ ଦିଗରେ ମୁହଁ କରି କଲା ରାଶିକୁ ଧରି କୁଶକୁ ଧରି ପିତୃମାନଙ୍କୁ ତର୍ପଣ କରନ୍ତି। ତର୍ପଣ କରି ସାରିଲା ପରେ ପ୍ରାର୍ଥନା କରନ୍ତି। ଆଉ ନିଜ ପୂଜା ସମୟରେ ଯଦି ଭୁଲ ହୋଇଥାଏ ତାହେଲେ ପିତୃଗଣଙ୍କୁ ନିଜର ଭୁଲର କ୍ଷମା ମାଗିଥାନ୍ତି। ଗଙ୍ଗା ଗୟା ଯାଇକି ପିଣ୍ଡଦାନ କରନ୍ତୁ। ପ୍ରତିଦିନ ସକାଳୁ ଉଠି ପିତୃମାନଙ୍କୁ 15 ଦିନ ପର୍ଯ୍ୟନ୍ତ ପିତୃପକ୍ଷରେ ପ୍ରଣାମ କରନ୍ତୁ। ତାପରେ ତାଙ୍କ ଫଟୋରେ ଫୁଲ ଦେଇ ତାଙ୍କୁ ଦୀପ ଜାଳି, ଧୂପ ଜାଳି ପିତୃଗଣଙ୍କର ଆତ୍ମାକୁ ଶାନ୍ତି, ତାଙ୍କୁ ତୃପ୍ତି କରି ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ପିତୃପକ୍ଷରେ ପିତୃଗଣଙ୍କୁ ପ୍ରସନ୍ନ କରିବା ପାଇଁ, ପିତୃଦୋଷ ଦୂର କରିବା ପାଇଁ ପିତୃମାନଙ୍କର ଶ୍ରୋତ ପାଠ କରନ୍ତୁ। ଆଉ ପିତୃଗଣଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ। ପିତୃପକ୍ଷରେ ପିତୃଗଣ କୌଣସି ରୂପରେ ବି ନିଜ ପରିବାରକୁ ଆସିପାରନ୍ତି, ସତର୍କ ଥିବେ। କାଲି ଗାଈ ରୂପରେ ବି ଆସିପାରନ୍ତି। ପିତୃପକ୍ଷରେ କାଲି ପିମ୍ପୁଡ଼ି ରୂପରେ ବି ଆସିପାରନ୍ତି। କୁଆ ରୂପରେ ବି ଆସିପାରନ୍ତି। କୁକୁର ରୂପରେ ବି ଆସିପାରନ୍ତି। କୌଣସି ବି ରୂପରେ ଆସିପାରନ୍ତି। ଅନୁଭବ କରୁଥିବେ ଆଉ କରିଥିବେ, ଆଉ ଯଦି କରିନାହାନ୍ତି ସତର୍କ ଥିବେ। ଏହି ପିତୃପକ୍ଷରେ କୌଣସି ଜିନିଷ କିଣିବେ ନାହିଁ। ମାଂସର ଆହାର କରିବେ ନାହିଁ। ଲେସୁନ ପିଆଜ ଖାଇବେ ନାହିଁ। ପିତୃପକ୍ଷରେ ଶୁଭ କାର୍ଯ୍ୟ ସବୁ କରିବେ ନାହିଁ। ପିତୃପକ୍ଷରେ ଲୁହାର ଜିନିଷରେ ଭୋଜନ ତିଆରି କରନ୍ତୁ ନାହିଁ। ଦାଢ଼ି ନିଶ କାଟନ୍ତୁ ନାହିଁ। ପିଣ୍ଡଦାନ ପିତାର ପିଣ୍ଡଦାନ ପୁତ୍ର କରିପାରନ୍ତି। ଯଦି ପିତାର ପୁତ୍ର ସବୁ ଅଲଗା ଅଲଗା ରହୁଛନ୍ତି ତାହେଲେ ପିଣ୍ଡଦାନ ବି ଅଲଗା ଅଲଗା କରିବା ଉଚିତ। ପୂଜା ସମୟରେ ଯେଉଁ କୁଶ ପିନ୍ଧାଯାଏ ସେହି କୁଶକୁ ପବିତ୍ରୀ କୁହାଯାଇଥାଏ। ସେହି କୁଶ ଏକ ବିଶେଷ ପ୍ରକାରର ଘାସରେ ତିଆରି ହୋଇଥାଏ। ଏହା ଅନାମିକା ଅଙ୍ଗୁଠିରେ ପିନ୍ଧନ୍ତି। ଏହାକୁ ପିନ୍ଧିଲେ ପବିତ୍ର ହୋଇଥାନ୍ତି ଆଉ ପୂଜାରେ ବସିପାରନ୍ତି। ଶୁଦ୍ଧ ମନାଯାଏ। ପିତୃଗଣଙ୍କର ଯଦି ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତାହେଲେ ରୋଷେଇ ଘରକୁ ସବୁବେଳେ ସଫା ସୁତୁରା ରଖନ୍ତୁ। ଅଇଁଠା ବାସନ ପକାନ୍ତୁ ନାହିଁ। ଘରେ କଳି ଝଗଡ଼ା କରନ୍ତୁ ନାହିଁ। ପରିବାରକୁ ସୁନ୍ଦର ଭାବରେ, ଭଲ ଭାବରେ ଭଗବାନଙ୍କର ଆଶୀର୍ବାଦ, ପିତୃଗଣଙ୍କର ଆଶୀର୍ବାଦ, ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ସବୁବେଳେ ଘରକୁ ସଫା ସୁତୁରା ରଖି ପରିବାରକୁ ଶାନ୍ତି ଶୃଙ୍ଖଳାରେ ଚଳାନ୍ତୁ। ଆଉ ପିତୃଗଣଙ୍କୁ 15 ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ। ତାଙ୍କୁ ପ୍ରସନ୍ନ କରନ୍ତୁ। ତାଙ୍କୁ ସବୁ ଦୁଃଖ ସୁଖ ଜଣାନ୍ତୁ। ପିତୃଲୋକ ସବୁ ଜାଣିପାରନ୍ତି, କିନ୍ତୁ ଆମେ ତାଙ୍କୁ ଦେଖି ପାରୁନାହିଁ। ଯଦି ଆଜିର ଭିଡ଼ିଓ ପସନ୍ଦ ଆସିଲା
ତାହେଲେ ସବସ୍କ୍ରାଇବ୍ କରନ୍ତୁ। ଓମ୍ ସାଇ